ନମସ୍କାର, ମୁଁ ବୀରେଶ୍ୱର ମହାନ୍ତି ମୋ ମନ କଥାର 96ତମ ଅଧ୍ୟାୟକୁ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି। ଆଜି ଓଡ଼ିଶାର ପରମ୍ପରା ସଂସ୍କୃତିର ପ୍ରତୀକ ଗୀତାଭିନୟ ଗୀତିନାଟ୍ୟ ବାବଦରେ କିଛି କଥା ହେବା। ଆମେମାନେ ଜାଣୁ ଗଣକବି ବୈଷ୍ଣବ ପାଣି ଓଡ଼ିଶାର ପୁରପଲ୍ଲୀରେ ତାଙ୍କର ଗୀତିନାଟ୍ୟ ଏବଂ ଗୀତାଭିନୟ ପାଇଁ ଖ୍ୟାତି ଲାଭ କରିଛନ୍ତି। ସେ ଜଣେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ, କିନ୍ତୁ ତାଙ୍କ ପୂର୍ବରୁ ପ୍ରାୟ 46 ବର୍ଷ ପୂର୍ବରୁ ଆଉ ଜଣେ ବ୍ୟକ୍ତି ଏହିପରି ଭାବରେ ରାଶି ରାଶି କାବ୍ୟ କବିତା, ନାଟକ, ଗୀତାଭିନୟ, ଗୀତିନାଟ୍ୟ ରଚନା କରି ଓଡ଼ିଶାର ସାହିତ୍ୟକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି। କିନ୍ତୁ ତାଙ୍କର ରଚନା, ତାଙ୍କର ପ୍ରତିଭା ଏସବୁ ଲୋକଲୋଚନକୁ ଆସିପାରିନଥିଲା। ନିଜେ ଗଣକବି ବୈଷ୍ଣବ ପାଣି ତାଙ୍କ ଆତ୍ମଜୀବନୀରେ ତାଙ୍କୁ ବିଷୟରେ ଲେଖି ତାଙ୍କର ଲୋକମାନଙ୍କର ଦୃଷ୍ଟିକୁ ତାଙ୍କର ପ୍ରତିଭା କଳାକୁ ଆଣିଥିଲେ। ସେ ଲେଖିଥିଲେ ଯେ ଭଦ୍ରକର ଜଣେ ଭଦ୍ରକ ନିକଟରେ ଥିବା ଗ୍ରାମ ନଳାଙ୍ଗ ଗ୍ରାମରେ ଜଗନ୍ନାଥ ପାଣି ନାମକ ଜଣେ ବ୍ୟକ୍ତି ସେ ଯେଉଁ ଗୀତାଭିନୟ ବା ଗୀତିନାଟ୍ୟ କରୁଥିଲେ, ସେଇଗୁଡ଼ାକରୁ ସେ ଅଶ୍ୱମେଧ ଯଜ୍ଞ, ମହିରାବଣ ବଧ, ପାରିଜାତ ହରଣ ଏବଂ ଦକ୍ଷ ଯଜ୍ଞ ଏଇଭଳିଆ ଗୁଡ଼ିଏ ନାଟକରୁ ସେ ପ୍ରଭାବିତ ହୋଇ ତାଙ୍କର ନାଟକ, ଗୀତିନାଟ୍ୟ, ଗୀତାଭିନୟ କରିଥିଲେ। ଏଣୁ ସେ ତାଙ୍କ ପୂର୍ବସୂରୀ ଜଗନ୍ନାଥ ପାଣିଙ୍କୁ, ସ୍ୱର୍ଗତ ଜଗନ୍ନାଥ ପାଣିଙ୍କୁ ପାଇଁ ସେ ଏଥିରେ ତାଙ୍କୁ ଶ୍ରେୟ ଦେଇଛନ୍ତି ଏବଂ ତାଙ୍କୁ ସେ ତାଙ୍କର ପଥକୁ ପରବର୍ତ୍ତୀ ସମୟରେ ଅନୁସରଣ କରିଛନ୍ତି ବୋଲି କହିଛନ୍ତି। ଏପରିକି ବହୁ ନାଟକରେ, ଯେଉଁ ନାଟକ ଆମେ କହିଲେ ଦକ୍ଷଯଜ୍ଞ ହେଉ, ମହିରାବଣ ବଧ ହେଉ, ପାରିଜାତ ହରଣ ହେଉ, ଏମିତି ଅନେକ ନାଟକରେ ବୈଷ୍ଣବ ପାଣି ଏବଂ ଜଗନ୍ନାଥ ପାଣିଙ୍କର ଲେଖାକୁ ଯଦି ଆପଣ ତୁଳନା କରିବେ, ଜଗନ୍ନାଥ ପାଣିଙ୍କର ଲେଖାକୁ ବୈଷ୍ଣବ ପାଣି ଅନେକାଂଶରେ ଅନୁସରଣ କରିଛନ୍ତି। କାରଣ ବୈଷ୍ଣବ ପାଣିଙ୍କର ପୂର୍ବସୂରୀ ହେଉଛନ୍ତି ଜଗନ୍ନାଥ ପାଣି। ତେବେ କେବଳ ଯେ ବୈଷ୍ଣବ ପାଣି ଜଗନ୍ନାଥ ପାଣିଙ୍କୁ ପରିଚୟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ସେ କଥା ନୁହେଁ। ଆଉ ଜଣେ ନୀଳମଣି ମିଶ୍ର, ଯେ ଓଡ଼ିଶା ସଂଗ୍ରହାଳୟର କ୍ୟୁରେଟର ଥିଲେ, ସେ ମଧ୍ୟ ଜଗନ୍ନାଥ ପାଣିଙ୍କର ଲେଖାଗୁଡ଼ିକୁ ସଂଗ୍ରହ କରି ତାକୁ ପ୍ରକାଶନ କରିବାର ଦାୟିତ୍ୱ ନେଇଥିଲେ। ଅନ୍ୟ ଜଣେ ବ୍ୟକ୍ତି ଯେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ସେ ହେଉଛନ୍ତି ଓଡ଼ିଶାର ପୂର୍ବତନ ସଂସ୍କୃତି ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ। ସେ ନିଜେ ସଂସ୍କୃତି ମନ୍ତ୍ରୀ ଥିଲାବେଳେ ସେ ତାଙ୍କର ସମସ୍ତ ଲେଖାକୁ, ଯେଉଁ ଅପ୍ରକାଶିତ ଲେଖା ପ୍ରକାଶ ହେଇନଥିଲା, ତାକୁ ସଂଗ୍ରହ କରି 3 ଗୋଟି ତାଙ୍କର ପୁସ୍ତକ ଗ୍ରନ୍ଥାବଳୀ ପ୍ରକାଶ କରିଥିଲେ। ତାପରେ ତାଙ୍କର ପ୍ରତିମୂର୍ତ୍ତି ପ୍ରକାଶ କରି ସ୍ଥାପନ କରିବାରେ ସାହାଯ୍ୟ କରିଥିଲେ ଏବଂ ଗୋଟିଏ ଜଗନ୍ନାଥ ପାଣି ସ୍ମୃତି କମିଟି କରି ସେ ପ୍ରତିବର୍ଷ ଜଗନ୍ନାଥ ପାଣିଙ୍କର ଜନ୍ମଦିନ ଏବଂ ଶ୍ରାଦ୍ଧୋତ୍ସବ ପାଳନ କରୁଛନ୍ତି। ଏବଂ ଅନେକ ସଭାରେ ସେ ଯେଉଁ ଗୀତିନାଟ୍ୟ ଗୁଡ଼ାକ ଲେଖି ଯାଇଥିଲେ, ସେଗୁଡ଼ାକ ମଧ୍ୟ ଜଗନ୍ନାଥ ପାଣି ଯେଉଁ ଗୀତିନାଟ୍ୟ ଲେଖି ଯାଇଥିଲେ ସେଗୁଡ଼ିକ ମଧ୍ୟ ଅଭିନୟ କରାଯାଇଛି। ଆଉ ଜଣେ ବ୍ୟକ୍ତି ଯେ ଜଗନ୍ନାଥ ପାଣିଙ୍କୁ ବହୁ ଭାବରେ ଲୋକମାନଙ୍କ ମଧ୍ୟରେ ପରିଚିତ କରାଇଛନ୍ତି, ସେ ହେଉଛନ୍ତି ଡକ୍ଟର ଉପେନ୍ଦ୍ର କୁମାର ନାୟକ। ସେ ଯେଉଁ ସ୍ମୃତି କମିଟି ଅଛି, ଜଗନ୍ନାଥ ପାଣି ସ୍ମୃତି କମିଟି, ରାଜ୍ୟସ୍ତରୀୟ ସ୍ମୃତି କମିଟିର ସେ ସମ୍ପାଦକ ଅଛନ୍ତି, ଯୁଗଳ ପଟ୍ଟନାୟକ ସଭାପତି ଅଛନ୍ତି। ଏବଂ ଏ ଡକ୍ଟର ଉପେନ୍ଦ୍ର ପ୍ରସାଦ ନାୟକ ବହୁ ଭାବରେ ତାଙ୍କର ଲେଖାକୁ ଲୋକଲୋଚନକୁ ଆଣିଛନ୍ତି। ତାଙ୍କର ନାଟକ ଗୁଡ଼ାକ ବିଭିନ୍ନ ଅନୁଷ୍ଠାନମାନଙ୍କ ଦ୍ୱାରା ଅଭିନୀତ କରାଇଛନ୍ତି ଏବଂ ଜଗନ୍ନାଥ ପାଣିଙ୍କ ବାବଦରେ ସେ ରିସର୍ଚ୍ଚ କରି ଗୋଟେ PhD ପୁସ୍ତକ ପ୍ରଦାନ କରିଛନ୍ତି। ଏବଂ ଜଗନ୍ନାଥ ପାଣିଙ୍କୁ ପ୍ରତିବର୍ଷ ଯେଉଁ ସବୁ
ସଭା ମାନେ ହେଉଛି ସେଥିରେ ସେ ମୁଖ୍ୟ ଅଂଶ ଗ୍ରହଣ କରି ଜଗନ୍ନାଥ ପାଣିଙ୍କର କୃତିକୁ ଲୋକମାନଙ୍କ ସମ୍ମୁଖକୁ ଆଣୁଛନ୍ତି। ଏହିପରି ଭାବରେ ଜଗନ୍ନାଥ ପାଣିକୁ ପରିଚିତ କରାଇବାରେ ମୁଁ ଯେଉଁ 4 ଜଣଙ୍କୁ କହିଲି ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏ ଜଗନ୍ନାଥ ପାଣି 1836 ମସିହା ଏପ୍ରିଲ 14 ତାରିଖ ମହାବିଷୁବ ସଂକ୍ରାନ୍ତିରେ ଭଦ୍ରକର ବେତଡ଼ା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ନଳାଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କର ନାମ ଥିଲା ଭାଗବତ ପାଣି, ମାତାଙ୍କର ନାମ ଥିଲା ରଙ୍ଗବତୀ। ଗୋଟିଏ ଦେଖିବାର କଥା, ସେ ଯେହେତୁ ଅତି ସ୍ନେହ ଶ୍ରଦ୍ଧାରେ ବଢ଼ିଥିଲେ, ଜଗନ୍ନାଥ ପାଣି 12 ବର୍ଷ ପର୍ଯ୍ୟନ୍ତ ଫଳା ଓଡ଼ିଆ ବର୍ଣ୍ଣମାଳାକୁ ଆୟତ୍ତ କରିପାରିନଥିଲେ। ଏଣୁ ତାଙ୍କୁ ପରିବାର ଲୋକ ତାଙ୍କୁ ବହୁତ ନିର୍ଯାତନା ଦେଉଥିଲେ ଏବଂ ତାଙ୍କୁ ଦଣ୍ଡ ମଧ୍ୟ ଦେଉଥିଲେ। ପ୍ରାୟ 14 ବର୍ଷ ବୟସରେ ପରିବାର ଲୋକଙ୍କର ଏପରି ବ୍ୟବହାରରେ ଜଗନ୍ନାଥ ପାଣି ଭାରି ଦୁଃଖିତ ହେଲେ ଏବଂ ତାଙ୍କର ଗୋଟେ କେମିତି ଇଚ୍ଛା ହେଲା ତାଙ୍କ ଗ୍ରାମରେ ଯେ ନଳେଶ୍ୱର ମହାଦେବ ଅଛନ୍ତି ସେ ତାଙ୍କର ଆଶ୍ରୟ ନେଲେ। ସେ ଜଣେ ଯଜୁର୍ବେଦୀୟ ବ୍ରାହ୍ମଣ ଥିଲେ। ତାଙ୍କର ପୂର୍ବସୂରୀମାନେ ସରସ୍ୱତୀ ମନ୍ତ୍ର ଜାଣିଥିଲେ, ପଞ୍ଚାକ୍ଷର ସରସ୍ୱତୀ ମନ୍ତ୍ର ଜାଣିଥିଲେ। ଏଣୁ ସେ ନଳେଶ୍ୱରଙ୍କ ପାଖରେ ଯାଇ ଅଧିଆ ପଡ଼ିଲେ, ସରସ୍ୱତୀ ପଞ୍ଚାକ୍ଷର ମନ୍ତ୍ର ଜପ କଲେ। 21 ଦିନ ପର୍ଯ୍ୟନ୍ତ ଉପବାସରେ ସେଠି ଅଧିଆ ପଡ଼ିଲେ ଏବଂ ମନ୍ତ୍ର ଜପ କଲେ। 21 ଦିନ ପରେ ତାଙ୍କ ମନରେ ଗୋଟେ ଧାରଣା ହେଲା ଯେ ସେ ଏବେ ଯେଉଁ ଛାନ୍ଦ, ଚମ୍ପୁ ଏବଂ ଏସବୁ ଜିନିଷ ସେତେବେଳେ ଯାହା ପ୍ରଚଳିତ ଥିଲା ତାକୁ ସେ ଆୟତ୍ତ କରିପାରିବେ। ଯେପରି ଭାବରେ କାଳିଦାସ ତାଙ୍କର ଆରାଧନା କରିକରି ତାଙ୍କର ସରସ୍ୱତୀଙ୍କ ଆରାଧନା କରିକରି ତାଙ୍କର ଶକ୍ତି ପାଇଥିଲେ, ସେମିତି କୁହାଯାଏ ଯେ ଜଗନ୍ନାଥ ପାଣି, ସ୍ୱର୍ଗତ ଜଗନ୍ନାଥ ପାଣି ତାଙ୍କ ଗାଁର ନଳେଶ୍ୱର ମହାଦେବଙ୍କୁ ଆରାଧନା କରିକରି ଶକ୍ତି ପାଇଥିଲେ। ସେ ତାପରେ ଆମର ଯେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବି ସୂର୍ଯ୍ୟ ବଳଦେବ ରଥ, ବିଦଗ୍ଧ ଚିନ୍ତାମଣି ସାମନ୍ତ ସିଂହାର, କବି ବନମାଳୀ, କବି ଗୋପାଳ କୃଷ୍ଣ, ଏମାନେ ଯେଉଁ ରଚନା କରିଥିଲେ କାବ୍ୟ, କବିତା, ଛନ୍ଦ, ଚମ୍ପୁ ଏସବୁକୁ, ଚୌପଦୀ ଏସବୁକୁ ସେ ପଢ଼ିବା ଆରମ୍ଭ କଲେ, ତାକୁ ବୁଝିବା ଆରମ୍ଭ କଲେ ଏବଂ ତାଙ୍କୁ କଣ୍ଠସ୍ଥ କରିକିରି ସେ ତାଙ୍କ ଗାଁର ଲୋକମାନଙ୍କୁ ଶୁଣେଇଲେ ଏବଂ ତାଙ୍କର ସୁଲଳିତ କଣ୍ଠରେ ଶୁଣେଇବାରୁ ଆସ୍ତେ ଆସ୍ତେ ଲୋକମାନେ ତାଙ୍କର କଳା ପ୍ରତି ଆକର୍ଷିତ ହେଲେ ଏବଂ ତାଙ୍କୁ ଧନ୍ୟ ଧନ୍ୟ କଲେ। ଏଥିରେ ତାଙ୍କର ଉତ୍ସାହ ଆହୁରି ବଢ଼ିଲା। ପ୍ରାୟ 14 ବର୍ଷ ବୟସରେ ସେ ଅଧିଆ ପଡ଼ିକିରି ଏ ଜ୍ଞାନ ଲାଭ କରିଥିଲେ। 18 ବର୍ଷ ବୟସରେ ସେ ବିବାହ କଲେ। ବିବାହ କରିବା ପରେ ମଧ୍ୟ ଏସବୁ କାମରୁ ସେ ବିରତ ହୋଇନଥିଲେ ଏବଂ ସେସବୁ ଛାନ୍ଦ, ଚମ୍ପୁ, ଗୀତିନାଟ୍ୟ, ଗୀତାଭିନୟ ଏସବୁ ରଚନାରେ ମନ ଦେଇଥିଲେ। ସେ ପ୍ରାୟ 25 ଖଣ୍ଡ ଗୀତିନାଟ୍ୟ ରଚନା କରିଥିଲେ ଏବଂ ବହୁ କାବ୍ୟ କବିତା ମଧ୍ୟ ରଚନା କରିଥିଲେ। ଏଣୁ କିନ୍ତୁ ଏସବୁ ଯେଉଁ ସେ ରଚନା କରୁଥିଲେ, ବହୁତ ପାଲା ମଧ୍ୟ ସେ ରଚନା କରିଥିଲେ। କିନ୍ତୁ ଏସବୁ ଯେଉଁ ରଚନା ସେ କରୁଥିଲେ ସେଗୁଡ଼ିକ ପ୍ରକାଶିତ ହେଉନଥିଲା। ସେଗୁଡ଼ିକ ପ୍ରକାଶିତ ନ ହେବାର କାରଣ ହେଉଛି ଯେ ତାଙ୍କ ପରିବାରରେ ଗୋଟେ ଅନ୍ଧବିଶ୍ୱାସ ଥିଲା, ଯଦି ଏଗୁଡ଼ାକ ପ୍ରକାଶିତ ହୁଏ, ଛପାଯାଏ, ତାହେଲେ ତାଙ୍କର କିଛି ଗୋଟେ ଅନିଷ୍ଟ ହେବ। ଏଣୁ ସେଗୁଡ଼ାକ ପ୍ରକାଶିତ ହେଉନଥିଲା ଏବଂ ଆହୁରି ମଧ୍ୟ ଗୋଟେ ଧାରଣା ଥିଲା ଯେ ଯଦି ଯାହା ସେ ଲେଖିଛନ୍ତି ସେଗୁଡ଼ା ପ୍ରକାଶନ କରାଯାଏ ତାହେଲେ ତାକୁ ଅନ୍ୟମାନେ ନେଇ ସେଠି ତାଙ୍କ ନାଟକରେ ଅଭିନୟ କରିବେ, ଫଳରେ ୟାଙ୍କର ଗୁରୁତ୍ୱ କମିଯିବ। ସେ ଯାହା ହେଉ ଏହିପରି ଗୋଟିଏ ଅବସ୍ଥାରେ ତାଙ୍କର ଲେଖାଗୁଡ଼ିକ ପ୍ରକାଶିତ ନ ହୋଇଥିବାରୁ ସେ ଲୋକଲୋଚନକୁ ଆସିପାରିନଥିଲେ।
1929 ପ୍ରଥମେ ଯାଜପୁର ବିରଜା ପ୍ରେସରେ ତାଙ୍କର ଜଣେ ନାତି ଉଦୟନାଥ ପାଣି ସେ ପ୍ରଥମେ କାମ କାଠୁରିଆ ପାଲାକୁ ପ୍ରକାଶ କରିଥିଲେ। ତାପରେ 1933 ଗୋଟିଏ ଏବଂ 1980 ପରେ ଆଉ ଗୋଟିଏ ଏହିପରି 3 ଗୋଟି ତାଙ୍କର ଲେଖା ପ୍ରକାଶିତ ହେଲା, କିନ୍ତୁ ଅନ୍ୟ ସମସ୍ତ ଲେଖା ପ୍ରକାଶିତ ହୋଇନଥିଲା। ଯେତେବେଳେ ଯୋଗନ ପଟ୍ଟନାୟକ ସଂସ୍କୃତି ବିଭାଗର ମନ୍ତ୍ରୀ ଥିଲେ, ମହାପାତ୍ର ନୀଳମଣି ମିଶ୍ରଙ୍କର ସହଯୋଗରେ ସେ ସେଠି ଓଡ଼ିଆ ସଂସ୍କୃତି ବିଭାଗ ତରଫରୁ ତାଙ୍କର ସମସ୍ତ ରଚନାକୁ 3 ଖଣ୍ଡ ଗ୍ରନ୍ଥାବଳୀରେ ସେ ତାକୁ ପ୍ରକାଶ କଲେ ଏବଂ ତାଙ୍କର ସମସ୍ତ ଲେଖା ଲୋକଲୋଚନକୁ ଆସିଲା। କିନ୍ତୁ ଏକଥା ମଧ୍ୟ ବିଶ୍ୱାସ କରାଯାଏ ତାଙ୍କର ଅନେକ ଲେଖା ନଷ୍ଟ ବିନଷ୍ଟ ହୋଇଯାଇଛି, କାରଣ 3ୟ ଖଣ୍ଡରେ ସେ ଗୋପଲୀଳା ରଚନା କରିଛନ୍ତି, ତାଙ୍କର ପ୍ରକାଶ ପାଇଛି, ମହାଭାରତ ପ୍ରକାଶ ପାଇଛି। ଏସବୁ ସମ୍ପୂର୍ଣ୍ଣ ନୁହେଁ। ବିଶ୍ୱାସ କରାଯାଏ ସେଗୁଡ଼ିକ ହୁଏତ ଅନ୍ୟ ଯେଉଁଗୁଡ଼ାକ ପ୍ରକାଶିତ ହୋଇନାହିଁ ସେଗୁଡ଼ିକ ନଷ୍ଟ ହୋଇଯାଇଥାଇପାରେ। ତେବେ ଜୀବିକାର୍ଜନ ପାଇଁ ସ୍ୱର୍ଗତ ଜଗନ୍ନାଥ ପାଣି ନାଟ୍ୟ ଦଳ ମଧ୍ୟ ଗଠନ କରିଥିଲେ ଏବଂ ସେ ନାଟ୍ୟ ଦଳ ବହୁତ ଜନପ୍ରିୟତା ଲାଭ କରିଥିଲା। ଏବଂ ଦେଖିବାକୁ ହେବ ସେ ସମୟରେ ମଧ୍ୟ ସେ ନାଟ୍ୟ ଦଳମାନଙ୍କୁ ଯେଉଁ ଅଭିନେତାମାନଙ୍କୁ ନାଟ୍ୟ ଦଳରେ ଗ୍ରହଣ କରୁଥିଲେ ତାଙ୍କ ସାଙ୍ଗରେ ଗୋଟେ ଚୁକ୍ତିନାମା ଦସ୍ତଖତ କରାଉଥିଲେ। ସେ ଚୁକ୍ତିନାମା ଏଇଥିପାଇଁ କରାଉଥିଲେ, ଯଦି କୌଣସି ଅଭିନେତା ଠିକ୍ ସମୟରେ ଅଭିନୟ କରିବାକୁ ଆସିବେ ନାହିଁ କିମ୍ବା ଅଭିନୟରେ ହେଳା କରିବେ ତାହେଲେ ତାଙ୍କୁ ଦଣ୍ଡ ଦିଆଯିବାର ବନ୍ଦୋବସ୍ତ ସେ ଚୁକ୍ତିପତ୍ରରେ ଥିଲା। ଏବଂ ଏଇଭଳିଆ 4 ଗୋଟି ଚୁକ୍ତିପତ୍ର ମିଳିଛି ତାଙ୍କ ଘରୁ, ଯେଉଁଟା ଓଡ଼ିଶା ସଂଗ୍ରହାଳୟରେ ରଖାଯାଇଛି। ଏଣୁ ଆମେ ଦେଖିବାର କଥା ଯେ ସେ ସମୟରେ ଗଣକବି ବୈଷ୍ଣବ ପାଣିଙ୍କର ବହୁ ପୂର୍ବରୁ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଥିବା ସତ୍ତ୍ୱେ ସେ ରାଶି ରାଶି କାବ୍ୟ କବିତା, ଗୀତା, ନାଟକ ଏବଂ 25 ଖଣ୍ଡ ପୁସ୍ତକ, ବିଭିନ୍ନ ପ୍ରକାର ପାଲା ଏସବୁ ରଚନା କରିଯାଇଛନ୍ତି, ଯାହା ତାଙ୍କର ପରବର୍ତ୍ତୀ କାଳରେ ଯେଉଁମାନେ ଆସିଛନ୍ତି ତାଙ୍କୁ ସେଟା ବିଶେଷ ଭାବରେ ସାହାଯ୍ୟ କରିଛି। ଏଠାରେ କହିବା ଅଧିକ ହେବ ନାହିଁ ଯେ ଆଜି ଯେଉଁ ଯାତ୍ରା ନାଟ୍ୟ ଚାଲିଛି ସେ ହିଁ ତାର ମୂଳାଧାର। ତାଙ୍କୁ ଅନୁସରଣ କରି ଆମର ଯାତ୍ରା ନାଟ୍ୟର ପ୍ରସାର ଲଭିଛି। ଏଣୁ ଗୋଟେ କଥା ହେଉଛି ଆଜି ମଧ୍ୟ ଜଗନ୍ନାଥ ପାଣି, ଯାହାକୁ ଆମେ ଲୋକକବି ଜଗନ୍ନାଥ ପାଣି ବୋଲି କହୁ, ଯିଏ ଗଣକବି ବୈଷ୍ଣବ ପାଣିଙ୍କ ପୂର୍ବରୁ ତାଙ୍କର ପ୍ରତିଭାର ପରିଚୟ ଦେଇଛନ୍ତି, ତାଙ୍କୁ ଆଜି ମଧ୍ୟ ବହୁ ଲୋକ ଜାଣିନାହାନ୍ତି। ଏଣୁ ଆଜି ଏ ଅଧ୍ୟାୟର ଉଦ୍ଦେଶ୍ୟ ହେଉଛି ଯେ ଆମର ଯେଉଁ ସଭ୍ୟତା ସଂସ୍କୃତି ପରମ୍ପରାର ପ୍ରତୀକ ଭାବରେ ଗୀତିନାଟ୍ୟ, ଗୀତାଭିନୟ ଇତ୍ୟାଦିକୁ ଯିଏ ପ୍ରଥମେ ଲେଖିଥିଲେ, ସାହିତ୍ୟ ସାଧନାରେ ସେ ଆମ ସାହିତ୍ୟକୁ ସାଧନା କରି ସାହିତ୍ୟକୁ ସମୃଦ୍ଧ କରିଥିଲେ, ତାଙ୍କ ବିଷୟରେ ପରବର୍ତ୍ତୀ ପିଢ଼ି ଜାଣିବା ଆବଶ୍ୟକ ଏବଂ ତାଙ୍କର ଯେତେ ସବୁ ରଚନା ରହିଛି ସେସବୁ ବାବଦରେ ଦରକାର ପଡ଼ିଲେ ଗବେଷଣା କରି ସେସବୁକୁ ଲେଖାଯିବା ଆବଶ୍ୟକ। ଆପଣ ତାଙ୍କର ମୁଁ କହିବି ଯେଉଁ ଗ୍ରନ୍ଥାବଳୀ ଥିଲା, ପ୍ରଥମ ଗ୍ରନ୍ଥାବଳୀରେ 17ଟି ଛନ୍ଦନାଟ୍ୟ ଥିଲା। ସେଥିରେ ଉଷାବତୀ ହରଣ, ସୀତା ବନବାସ, ମାନଭଞ୍ଜନ, ମହିରାବଣ ବଧ୍ୟ, ରୁକ୍ମିଣୀ ପରିଚୟ, ପାରିଜାତ ହରଣ, ମୀରା ଚରିତ, କପଟ ପାଶା, ତୁର୍ପ ଚରିତ, ବିଲଙ୍କା ଚରିତ, ପ୍ରହ୍ଲାଦ ଚରିତ, ବବ୍ରୁବାହନ, ଲକ୍ଷ୍ମଣ ଶକ୍ତିଭେଦ, ଦକ୍ଷ ଯଜ୍ଞ, ଭୂତକେଳି, କପଟ ପାଶା, ଏହିପରି ବହୁ ନାଟକ ରଚନା କରିଯାଇଛନ୍ତି, ଯାହା ସେତେବେଳେ ବିଶେଷ ଭାବରେ ଜନପ୍ରିୟତା ଲାଭ କରିଥିଲା। ଏଣୁ
ଆଜିର ଦିନରେ ଆମର କାର୍ଯ୍ୟ ହେଉଛି ଯେ ଆମେ ଜଗନ୍ନାଥ ପାଣିଙ୍କୁ ଆମର ପରବର୍ତ୍ତୀ ପିଢ଼ିଙ୍କ ନିକଟରେ ପରିଚୟ କରାଇବା ଏବଂ ତାଙ୍କର ଯେଉଁ ରଚନାମାନ ସେ କରିଯାଇଛନ୍ତି ସେ ରଚନା ଉପରେ ଅଧିକ ଅଧ୍ୟୟନ କରି ଗବେଷଣା କରିକି ଲୋକମାନଙ୍କୁ ଜଣେଇଦେବା। ତାଙ୍କର ରଚନାରେ ବିଭିନ୍ନ ପ୍ରକାର ରସ ଥିଲା। ବୀର ରସ, ହାସ୍ୟରସ, ଶୃଙ୍ଗାର ରସ, କରୁଣା ରସ, ଏହିପରି ବିଭିନ୍ନ ପ୍ରକାର ରସ ତାଙ୍କ ରଚନାରେ ପରିଲକ୍ଷିତ ହେଉଥିଲା ଏବଂ ସେ ଜାତୀୟତାବାଦ ଏବଂ ଧର୍ମ ସଂହତି ଏସବୁକୁ ମଧ୍ୟ ତାଙ୍କ ରଚନାରେ ସ୍ଥାନ ଦେଇଥିଲେ। ଲକ୍ଷ୍ୟ କରିବା କଥା ସେ ସମୟରେ ସେ କିପରି ଜାତୀୟତାବାଦ ଏବଂ ବିଭିନ୍ନ ଧର୍ମ ଭିତରେ ସମନ୍ୱୟ ରଖି କିପରି କାର୍ଯ୍ୟ କରାଯାଇପାରିବ ଏବଂ ସେ ସମୟର ସାମାଜିକ ଚଳଣି ଏସବୁକୁ ତାଙ୍କର ନାଟକରେ ସ୍ଥାନ ଦେଇଥିଲେ। ଏଣୁ ଆଜି ସମୟରେ ଲୋକକବି ସ୍ୱର୍ଗତ ଜଗନ୍ନାଥ ପାଣିଙ୍କୁ କିପରି ଭାବରେ ଆମ ପରବର୍ତ୍ତୀ ପିଢ଼ିଙ୍କ ପାଖରେ ପରିଚୟ କରାଇବା ତାହା ହିଁ ଆମର ଆଜି ପ୍ରଧାନ କାର୍ଯ୍ୟ। ଏବଂ ସେ ଏହି ମହାନ ବ୍ୟକ୍ତି 1897 ମସିହା ଡିସେମ୍ବର 11 ତାରିଖରେ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କ ଉଦ୍ଦେଶ୍ୟରେ ତାଙ୍କର ସମ୍ମାନ ଉଦ୍ଦେଶ୍ୟରେ ଗୋଟେ ଜଗନ୍ନାଥ ପାଣି ସ୍ମୃତି କମିଟି ଭୁବନେଶ୍ୱର ସ୍ତରରେ କାର୍ଯ୍ୟ କରୁଛି ଯେ ତାଙ୍କର ଶ୍ରାଦ୍ଧ ବାର୍ଷିକ ଜନ୍ମୋତ୍ସବ ପାଳନ କରାଯାଇଛି। ତାଙ୍କର ପ୍ରତିମୂର୍ତ୍ତି ମଧ୍ୟ ରାଜ୍ୟ ସଂଗ୍ରହାଳୟରେ ସ୍ଥାପନ କରାଯାଇଛି। ସେ ଯାହା ହେଉ ଆଜିର ମୋର ଉଦ୍ଦେଶ୍ୟ ଥିଲା ଜଗନ୍ନାଥ ପାଣିଙ୍କୁ କିଛିଟା ଯେଉଁମାନେ ତାଙ୍କ ବିଷୟରେ ଅବଗତ ନାହାନ୍ତି ତାଙ୍କୁ ପରିଚୟ କରାଇବା। ଆଜିର ମୋର ଏ ଅଧ୍ୟାୟ ମୁଁ ଏଇଠି ରଖୁଛି। ନମସ୍କାର। ବନ୍ଦେ ଉତ୍କଳ ଜନନୀ। ଜୟ ଜଗନ୍ନାଥ।